ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 18 ତାରିଖ ରବିବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ ଏବଂ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଏସ୍ବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଟିଏମ୍ରୁ ଟଙ୍କା ଉଠାଣ ଏବେ ହେବ ମହଙ୍ଗା। ବାଲାନ୍ସ ଯାଞ୍ଚ କଲେ ବି ଗଣିବେ ଟଙ୍କା। ଯଦି ଆପଣ ଏସ୍ବିଆଇର ଏଟିଏମ୍ରୁ ବାରମ୍ବାର ଟଙ୍କା ଉଠାନ୍ତି ତେବେ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସ୍ବିଆଇ ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଏବଂ ସ୍ୱୟଂଚାଳିତ ଜମା କମ୍ ଉଠାଣ ମେସିନ୍ ସହିତ ଜଡ଼ିତ ଚାର୍ଜକୁ ସଂଶୋଧନ କରିଛି। ଏହି ପରିବର୍ତ୍ତନ ଅନ୍ୟ ବ୍ୟାଙ୍କର ଏଟିଏମ୍ରେ କରାଯାଉଥିବା କାରବାର ପାଇଁ ପ୍ରଯୁଜ୍ୟ ହେବ। ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ଏବେ ଗ୍ରାହକମାନେ ପ୍ରଭାବିତ ହେବେ। ଯେଉଁମାନେ ଅଧିକ ଥର ଏଟିଏମ୍ ବ୍ୟବହାର କରନ୍ତି ସେମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ବ୍ୟାଙ୍କ ଅନୁସାରେ ଏଟିଏମ୍ ଓ ଅଟୋମେଟେଡ୍ ଡିପୋଜିଟ୍ କମ୍ ୱିଡ୍ରଲ୍ ମେସିନ୍ରେ ଲାଗିଥିବା ଇଣ୍ଟରଚେଞ୍ଜ ଫିସ୍ରେ ବୃଦ୍ଧି କରାଯାଇଛି। ସେହି କାରଣରୁ ବ୍ୟାଙ୍କ ଏହି ସେବା ପାଇଁ ଚାର୍ଜ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଇଣ୍ଟରଚେଞ୍ଜ ଫିସ୍ ହେଉଛି ସେହି ଅର୍ଥ ଯାହା ଗୋଟିଏ ବ୍ୟାଙ୍କ ଦ୍ୱାରା ଅନ୍ୟ ବ୍ୟାଙ୍କର ଏଟିଏମ୍ ଉପଯୋଗ ପାଇଁ ଦିଆଯାଇଥାଏ। ପୂର୍ବରୁ ଏସ୍ବିଆଇ ଫେବୃଆରୀ 2025ରେ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଫିସ୍ ବୃଦ୍ଧି କରିଥିଲା। ଏହାର ଅର୍ଥ ହେଉଛି ଏସ୍ବିଆଇ ଦ୍ୱାରା ଲାଗୁ କରାଯାଇଥିବା ଫିସ୍ ବୃଦ୍ଧି ଯୋଗୁଁ ଏଟିଏମ୍ର କାରବାର ମହଙ୍ଗା ହୋଇଯାଇଛି। ଏସ୍ବିଆଇ ଅନୁଯାୟୀ ବର୍ଦ୍ଧିତ ଶୁଳ୍କ 2025 ଡିସେମ୍ବର 1 ଠାରୁ ଲାଗୁ ହୋଇଛି। ଏହା ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରୁଥିବା ସଞ୍ଚୟ ଏବଂ ଦରମା ଆକାଉଣ୍ଟଧାରୀମାନଙ୍କୁ ପ୍ରଭାବିତ କରିବ। ତଥାପି କିଛି ନିର୍ଦ୍ଦିଷ୍ଟ ବର୍ଗର ଆକାଉଣ୍ଟଧାରୀ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ। ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ମାସିକ ମାଗଣା କାରବାର ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏସ୍ବିଆଇ ସେଭିଂ ଆକାଉଣ୍ଟ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ରେ ପ୍ରତି ମାସରେ କେବଳ 5ଟି ଆର୍ଥିକ ଏବଂ ଅଣ ଆର୍ଥିକ କାରବାର ମାଗଣାରେ କରିପାରିବେ। ମାସିକ ମାଗଣା କାରବାର ସୀମା ଅତିକ୍ରମ କରିବା ପରେ ପ୍ରତ୍ୟେକ ନଗଦ ଉଠାଣ ପାଇଁ ଏବେ 21 ବଦଳରେ 23 ଏବଂ ପ୍ରଯୁଜ୍ୟ ଜିଏସ୍ଟି ଦେବାକୁ ପଡ଼ିବ। ସେହିପରି ମାଗଣା ସୀମା ପରେ ପ୍ରତ୍ୟେକ ଅଣ ଆର୍ଥିକ କାରବାର ପାଇଁ ଏବେ 10 ବଦଳରେ 11 ଏବଂ ପ୍ରଯୁଜ୍ୟ ଜିଏସ୍ଟି ଦେବାକୁ ପଡ଼ିବ। ଏସ୍ବିଆଇ ଏଟିଏମ୍ ବ୍ୟବହାର କରୁଥିବା ଏସ୍ବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ବିଦ୍ୟମାନ ଏଟିଏମ୍ କାରବାର ସେବା ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏସ୍ବିଆଇ ଏଟିଏମ୍ରେ କାର୍ଡବିହୀନ ନଗଦ ଉଠାଣ କାରବାର ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଅସୀମିତ ଏବଂ ମାଗଣା ରହିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ସ୍କୁଲରେ ପିଟାପିଟି ହୋଇ 2 ଶିକ୍ଷୟିତ୍ରୀ ଲହୁଲୁହାଣ। ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ। ବୁର୍ଲା କିରବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣରୁ କେନ୍ଦ୍ର କରି 2 ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତସ୍ରାବ ହେଉଥିବାର ଏକ ଭାଇରାଲ ଭିଡ଼ିଓ ମୋବାଇଲ ଘୁରି ବୁଲୁଛି। ଉକ୍ତ ଭିଡ଼ିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟରେ କୌଣସି ସଫାଇ କାର୍ଯ୍ୟକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରି ମାରପିଟରେ ରୂପାନ୍ତରିତ ହୋଇଥିଲା। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଖବର ମିଳିଛି। ଅପରପକ୍ଷରେ ଘଟଣାର ତଦନ୍ତ କରି 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଆର୍ସିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଓ କରଣ ଶର୍ମା କହିଛନ୍ତି। ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କ ଏଭଳି ମାରପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଏଭଳି ଘଟଣାରୁ ଛାତ୍ରଛାତ୍ରୀ କ'ଣ ଶିକ୍ଷା ଗ୍ରହଣ କରିବେ ବୋଲି ସାଧାରଣ ଚର୍ଚ୍ଚା ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ମହାବୀର ବଜାରରେ ପଡ଼ିଛି ପୁଲାପୁଲା ଗୋମାଂସ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା। ରାସ୍ତା ଉପରେ ପଡ଼ିଛି ପୁଲାପୁଲା ଗୋମାଂସ। କଟକ ଜିଲ୍ଲା ତିଗିରିଆ ନିଜିଗଡ଼ ସ୍ଥିତ ମହାବୀର ବଜାରରେ ଗୋମାଂସ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସର୍ବସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି। ସୂଚନା ଅନୁଯାୟୀ ତିଗିରିଆ ବଜାର ମଧ୍ୟସ୍ଥ 65 ନମ୍ବର ରାଜ୍ୟ ରାଜପଥରେ କେହି ଗୋରୁ ମାଂସ ନେଇ ଯାଉଥିବା ବେଳେ ଖସି ପଡ଼ିଥିଲା। ରାସ୍ତାରେ ପୁଲାପୁଲା ମାଂସ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ। ଖବର ପାଇ ଗୋମାଂସ ରକ୍ଷକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ହୋଇଛି ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ଏନ୍ଏଚ୍ଏଆଇରେ ବମ୍ପର ନିଯୁକ୍ତି। ବିନା ଲିଖିତ ପରୀକ୍ଷାରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ। 1.77 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ରହିବ। ଶେଷ ତାରିଖ ହେଉଛି ପୂର୍ବରୁ କରନ୍ତୁ ଆବେଦନ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଜାତୀୟ ରାଜପଥ
ପ୍ରାଧିକରଣ NHAI ଡେପୁଟି ମ୍ୟାନେଜର ଟେକ୍ନିକାଲ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କୌଣସି ଲିଖିତ ପରୀକ୍ଷା ହେବ ନାହିଁ, ବରଂ ଚୟନ ସିଧାସଳଖ ଗେଟ୍ 2025 ସ୍କୋର ଉପରେ ଆଧାରିତ ହେବ। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ 242ଟି ଗେମିଂ ଆପ୍ ବେନ୍ ଆଇନ ଅନୁଯାୟୀ 242ଟି ଅବୈଧ ଗେମିଂ ବେଟିଂ ଏବଂ ଜୁଆ ୱେବସାଇଟ୍ର ଲିଙ୍କକୁ ବେନ୍ କରାଯାଇଛି। ବର୍ତ୍ତମାନ ସମୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ 7,800ରୁ ଅଧିକ ବେଆଇନ ବେଟିଂ ଏବଂ ଜୁଆ ୱେବସାଇଟ୍କୁ ଅବରୋଧ କରିଦିଆଯାଇଛି। ଆପଣଙ୍କୁ ଜଣାଇ ରଖୁଛୁ ଯେ ଗତ ବର୍ଷ ସରକାର ଅନଲାଇନ୍ ଗେମିଂ ଆଇନ ସଫଳ ହୋଇଥିଲେ, ଯାହାର ଉଦ୍ଦେଶ୍ୟ ବେଆଇନ ଗେମିଂ ଏବଂ ଜୁଆକୁ ରୋକାଯାଇପାରିବ। ଡ୍ରିମ୍11, ମାଇ11 ସାର୍କିଲ୍, MPL ସମେତ କେତେକ ଆପ୍ସ ଏବଂ ୱେବସାଇଟ୍ରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗେମିଂ ଆଇନ ପାସ୍ ହେବା ପରଠାରୁ ଏହା ସରକାରଙ୍କର ଆଉ ଏକ ପ୍ରମୁଖ ପଦକ୍ଷେପ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ବଢ଼ିଲା ସୁନା ଓ ରୂପା ଦର, ଜାଣନ୍ତୁ ଆଜିର ଦାମ, ନଜର ପକାନ୍ତୁ ଏବଂ କିଣି ନିଅନ୍ତୁ। କେଉଁ ସହରରେ କେତେ ରହିଛି ସୁନା ଦର? ତେବେ ଯଦି ଜାଣିବା ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ବା ଯିବେ ବା ଯୋଜନା କରିଛନ୍ତି, ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନା 1,43,780 ଟଙ୍କା ରହିଛି। ସେପରି 22 କ୍ୟାରେଟ ସୁନାର ଦର 1,31,800 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1,43,780 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,31,800 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟର ମୂଲ୍ୟ 1,43,780 ଟଙ୍କା ଓ 22 କ୍ୟାରେଟର ମୂଲ୍ୟ 1,31,800 ଟଙ୍କା ରହିଛି। ପରବର୍ତ୍ତୀ ଖବର, ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା, ପ୍ରଶାସନର ଅବହେଳାରୁ କାମ କରୁନି ସିଗ୍ନାଲ ଲାଇଟ୍ ଓ ସିସିଟିଭି କ୍ୟାମେରା। ଟ୍ରାଫିକରେ ଘଣ୍ଟା ଘଣ୍ଟା ଠିଆ ହୋଇ ନୟାନ୍ତ ଲୋକେ ରାସ୍ତା ଉପରେ ଚାଲିଛି ଅମାନିଆଙ୍କ ରାଜ। ଏହି ହେଉଛି ବଲାଙ୍ଗୀର ସହରର ଦୃଶ୍ୟ। ସହରର ଟ୍ରାଫିକ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ଘଟୁଥିବା ଅପରାଧ ରୋକିବାକୁ 2022 ନଭେମ୍ବର 22ରେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ କୋଟିଏ 25 ଲକ୍ଷ ଅନୁଦାନର ଟ୍ରାଫିକ ସିଗ୍ନାଲ ସହ ହାଇ ସିକ୍ୟୁରିଟି କ୍ୟାମେରା ଲଗାଯାଇଥିଲା। 36ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇ 20ଟି ଫେସ୍ ଡିଟେକ୍ସନ, 82ଟି ବୁଲେଟ୍ କ୍ୟାମେରା, 4ଟି ଛକରେ ଟ୍ରାଫିକ କଣ୍ଟ୍ରୋଲ ସିଗ୍ନାଲ, 3ଟି ପିଟିଡେଟ୍ ଓ 25ଟି NPR ଲଗାଯାଇଥିଲା। ପୋଲିସ କଣ୍ଟ୍ରୋଲ ରୁମ୍ରୁ ଏହା ଉପରେ ରଖାଯାଇଥିଲା ନଜର, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଏବେ ଅଚଳ ହୋଇପଡ଼ିଛି। 50% CCTV କାମ କରୁନଥିବା ଯୋଗୁଁ ସହରରେ ଏବେ ବଢ଼ିଛି ଅପରାଧୀଙ୍କ ଆତଙ୍କରାଜ। ଏନେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ରାଉରକେଲା ସହରର ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଆଇନ ପାର୍କିଂ ଯୋଗୁଁ ବଢ଼ୁଛି ଟ୍ରାଫିକ ସମସ୍ୟା। ମେନ୍ ରୋଡ୍ ଅଞ୍ଚଳରେ ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି ଲୋକେ। ଏହାସହ ରାସ୍ତା ଉପରେ ବାଲିଗୁଡ଼ି ଚିପ୍ସ ଗଦା କରି ରଖାଯାଉଥିବାରୁ ଯାତାୟାତ ପ୍ରଭାବିତ ହେଉଛି। ଜନଗହଳିପୂର୍ଣ୍ଣ ଛକରେ ସ୍ମାର୍ଟ ସିଟି ପକ୍ଷରୁ CCTV ସହ ଟ୍ରାଫିକ ଲାଇଟ୍ ଲଗାଯାଇଛି, କିନ୍ତୁ CCTV କ୍ୟାମେରା ଆଉ ଟ୍ରାଫିକ ଲାଇଟ୍ କାମ କରୁନଥିବାରୁ ସହରରେ ଅମାନିଆ ଓ ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ୁଛି, ଯାହାକୁ ନେଇ ସହରବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି RMC କମିଶନର। ସହରରେ ଅପରାଧ ରୋକିବା ସହ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ଅନେକ ଯୋଜନା, କିନ୍ତୁ ପ୍ରଶାସନର ଅବହେଳାରୁ ଏସବୁ ଏବେ ଅଚଳ ହେବାକୁ ବସିଲାଣି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, PF ୱିଡ୍ରଲ୍, ଏପ୍ରିଲରୁ EPFO ସଦସ୍ୟଙ୍କୁ ବଡ଼ ଉପହାର। ଏଥର EPYରୁ ଉଠାଇ ପାରିବେ PF ଟଙ୍କା, କିନ୍ତୁ କେତେ? ଜାଣନ୍ତୁ ଜରୁରୀ ତଥ୍ୟ। ଯଦି ଆପଣଙ୍କର PF ପାଣ୍ଠି ଉଠାଇବା ପାଇଁ କାର୍ଯ୍ୟାଳୟରେ ଦୌଡ଼ି ଦୌଡ଼ି ଥକି ଯାଇଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଭଲ ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EPFO ଏହାର ଲକ୍ଷ ଗ୍ରାହକଙ୍କୁ ଏପରି ଏକ ଉପହାର ଦେବାକୁ ଯାଉଛି, ଯେଉଁଥିରେ ଟଙ୍କା ଉଠାଇବା ଏବେ ଏତେ ସହଜ ହୋଇଯାଇଛି ଯେମିତି ଆପଣ ପକେଟ୍ରୁ ୱାଲେଟ୍ ବ୍ୟବହାର କରୁଛନ୍ତି। EPFO ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଏପ୍ରିଲ 2024 ଠାରୁ ଆପଣ UPI ବ୍ୟବହାର କରି ସିଧାସଳଖ ଆପଣଙ୍କ PF ପାଣ୍ଠି ଉଠାଣ କରିପାରିବେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଗୃହରକ୍ଷୀ ନିଯୁକ୍ତିରେ ଟଙ୍କା କାରବାରର ଗନ୍ଧ। ଆଶାୟୀ ପୋଲିସ ଅଧିକାରୀଙ୍କ ଅଡିଓ ଭାଇରାଲ, ତଦନ୍ତ କରିବ ସ୍ପେଶାଲ ଟିମ୍। ସାର୍, ମୁଁ 50,000 ଟଙ୍କା ରଖିଛି, ଅଧିକ କହିଲେ ଦେବି, ମୋ କାମ ହେବା ଦରକାର। ନା ତୁ ରଖିଥା, ସମୟ ହେଲେ କହିବି। ଏହା ହେଉଛି ଜଣେ ଚାକିରି ଆଶାୟୀ ଏବଂ ଜଣେ ପୋଲିସ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓ,
ଯାହା ଭଦ୍ରକ ଜିଲ୍ଲା ସାରା ଘୁରି ବୁଲୁଛି। ଏହାର ଲିଙ୍କ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ସହ ଯୋଡ଼ି ହୋଇଥିବା ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଗୃହରକ୍ଷୀ ନିଯୁକ୍ତିରେ ଦୁର୍ନୀତି ହୋଇଛି ବୋଲି ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଭାଇରାଲ ଅଡିଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ତଦନ୍ତ କରାଯିବ ବୋଲି ଏସ୍ପି ମନୋଜ ରାଉତ କହିଛନ୍ତି। କେବଳ ଏତିକି ନୁହେଁ, ଗୃହରକ୍ଷୀ ପରୀକ୍ଷା ବେଳର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀ କିମ୍ବା ଅଧିକାରୀ ମୋବାଇଲ ନେଇ ଯାଇପାରିବେନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଥିଲା। ତେବେ ଉକ୍ତ ଭିଡ଼ିଓ କିଏ ଉତ୍ତୋଳନ କଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରବର୍ତ୍ତୀ ଖବର, ପ୍ରଥମେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍କୁ ଗ୍ରୀନ୍ ସିଗ୍ନାଲ ଦେଲେ ମୋଦି। ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 17 ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ଟି ହାୱଡ଼ା ଏବଂ ଗୁଆହାଟୀ କାମାକ୍ଷା ମଧ୍ୟରେ ଚାଲିବ ଏବଂ ଜାନୁଆରୀ 18 ତାରିଖରେ ନିୟମିତ ସେବା ଆରମ୍ଭ କରିବ। ଏହା ଦୂରଗାମୀ ଯାତ୍ରୀଙ୍କ ପାଇଁ ଦ୍ରୁତ, ନିରାପଦ ଏବଂ ଆରାମଦାୟକ ଯାତ୍ରା ପାଇଁ ଏକ ନୂତନ ବିକଳ୍ପ ପ୍ରଦାନ କରିବ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ଟି ହାୱଡ଼ା ଏବଂ କାମାକ୍ଷା ମଧ୍ୟରେ ପ୍ରତିଦିନ ଚାଲିବ। ଏଥିରେ ଏସି ପ୍ରଥମ ଶ୍ରେଣୀ, ଏସି ଦ୍ୱିତୀୟ ଶ୍ରେଣୀ ଏବଂ ଏସି ତୃତୀୟ ଶ୍ରେଣୀ ସ୍ଲିପର କୋଚ୍ ରହିଛି, ଯାହା ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବ। ଏହି ଟ୍ରେନ୍ ଭିତରେ ଡିଜାଇନ୍ ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। କୋଚ୍ଗୁଡ଼ିକ ଆଧୁନିକ ସୁବିଧା, ଉନ୍ନତ ଆଲୋକ ଏବଂ ଆରାମଦାୟକ ଲେଆଉଟ୍ ସହିତ ସଜ୍ଜିତ, ଯାହା ଦୀର୍ଘ ଯାତ୍ରା ସମୟରେ ମଧ୍ୟ ଯାତ୍ରୀମାନଙ୍କୁ ଆରାମ ପ୍ରଦାନ କରିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଆସନ୍ତା ବର୍ଷ ଜାନୁଆରୀ ଫେବୃଆରୀରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। 2027 ମସିହା ଜାନୁଆରୀ ଫେବୃଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର ସର୍ଭେ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ। ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ। ଭୋଟର ସର୍ଭେ ଏସ୍ଆଇଆର୍ ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ। ଆବଶ୍ୟକ ସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ। ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରାଯିବାର ପ୍ରାଥମିକତା ରହିଛି। ପରବର୍ତ୍ତୀ ଖବର, ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି। 6 ଜଣ ଗିରଫ। ଦିନକ ପୂର୍ବରୁ ସୁନ୍ଦରଗଡ଼ରେ ଦେଖାଯାଇଥିବା ଉତ୍ତେଜନାର ସୁଧାର ଆସିଛି। ଗତକାଲି ସନ୍ଧ୍ୟାରେ ସମସ୍ତ କଟକଣା ହଟିଲା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଦୋକାନ ବଜାର ଖୋଲା ରହିଛି। ସ୍କୁଲ କଲେଜ ଖୋଲିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ସନ୍ଧ୍ୟାରୁ ହିଁ ଜାରି କରାଯାଇଥିବା 163 ବିଏନ୍ଏସ୍କ୍ୟୁ ହଟାଇବା ସହ ଇଣ୍ଟରନେଟ୍ ସେବାକୁ ଚାଲୁ କରାଯାଇଥିଲା। ଆଜି ସହରରେ ଜୀବନଯାତ୍ରା ସାମାନ୍ୟ ରହିଛି। ଅନ୍ୟପଟେ ପୋଲିସ ମଧ୍ୟ ଉପଦ୍ରବୀଙ୍କ ଚିହ୍ନଟ କରିବା ସହ ଧରପଗଡ଼ ଆରମ୍ଭ କରିଛି। ସହରରେ ସ୍ୱାଭାବିକ ସ୍ଥିତି ଥିବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଏପ୍ରିଲ 1ରୁ ଟୋଲ୍ ପ୍ଲାଜାରେ ବଦଳିଯିବ ନିୟମ। ଦେଶର ସମସ୍ତ ଟୋଲ୍ ପ୍ଲାଜା କ୍ୟାସଲେସ୍ ହୋଇଯିବ। ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ 1 ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇୱେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଟୋଲ୍ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା। ଏହି ନୋ ଷ୍ଟପ୍ ସିମଷ୍ଟର ପାଇଲଟ ପ୍ରକଳ୍ପ ବର୍ତ୍ତମାନ ଦେଶର 25ଟି ଟୋଲ୍ ପ୍ଲାଜାରେ ପରୀକ୍ଷା ଭିତ୍ତିରେ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ଡିଜିଟାଲ ପରିବର୍ତ୍ତନକୁ ଲାଗୁ କରିବା ପାଇଁ ଅନ୍ତିମ ରୂପ ଦେଉଛି। ଭବିଷ୍ୟତରେ କେବଳ ଫାସ୍ଟ୍ୟାଗ୍ କିମ୍ବା ୟୁପିଆଇ ମାଧ୍ୟମରେ ଟୋଲ୍ ଟିକସ ପ୍ରଦାନ କରାଯିବ। ସରକାର ବିଶ୍ୱାସ କରନ୍ତି ଯେ ଏହା କେବଳ ଯାତ୍ରାକୁ ସହଜ କରିବ ନାହିଁ, ବରଂ ସମୟ, ଇନ୍ଧନ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିବ। ସରକାର ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଫାସ୍ଟ୍ୟାଗ୍ ସକ୍ରିୟ ରଖିବାକୁ ଏବଂ ଏପ୍ରିଲ 1 ପୂର୍ବରୁ ପର୍ଯ୍ୟାପ୍ତ ବାଲାନ୍ସ ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି। ଏହା ସହିତ ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପ୍ରସ୍ତୁତ ରୁହନ୍ତୁ। ନଗଦହୀନ ଟୋଲିଂ ଏବଂ ବାଧାମୁକ୍ତ ରାଜପଥର ଏହି ପଦକ୍ଷେପ ଭାରତରେ ସଡ଼କ ଯାତ୍ରା ଅଭିମୁଖତାକୁ ନୂଆ ରୂପ ଦେବାକୁ ଯାଉଛି। ଭବିଷ୍ୟତରେ ଟୋଲ୍ ପ୍ଲାଜାରେ କୌଣସି ଭିଡ଼ ରହିବ ନାହିଁ ଏବଂ ଯାତ୍ରା ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ଏବଂ ଦ୍ରୁତ ହେବ ବୋଲି ଖବର ମିଳୁଛି। ପରବର୍ତ୍ତୀ ଖବର, ଅଷ୍ଟ୍ରେଲିଆରେ 47 ଲକ୍ଷ ସୋସିଆଲ ମିଡ଼ିଆ ଆକାଉଣ୍ଟ ଡିଆକ୍ଟିଭ। 5 ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା। ଜାଣନ୍ତୁ କାହିଁକି? ଅଷ୍ଟ୍ରେଲିଆରେ ପିଲାଙ୍କୁ ସୋସିଆଲ ମିଡ଼ିଆ ବ୍ୟାନ୍ ପରେ ହଟିଲା 47 ଲକ୍ଷ ଆକାଉଣ୍ଟ। 5,44,000 ଆକାଉଣ୍ଟ ରଦ୍ଦ କଲା ମେଟା। ସରକାରଙ୍କ ଇ ସେଫ୍ଟି କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ତଥ୍ୟରୁ ଖୁଲାସା ହୋଇଛି। ଡିସେମ୍ବର 10ରେ 16 ବର୍ଷରୁ କମ୍ ବୟସ୍କ ପିଲାମାନେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲାଗିଥିଲା। ଏହାପରେ ପିଲାମାନଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍ କରାଯାଇଛି। 10ଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏନେଇ ସରକାରଙ୍କୁ ତଥ୍ୟ ପ୍ରଦାନ କରିଛି। ଅଷ୍ଟ୍ରେଲିଆ ଦୂରସଞ୍ଚାର ମନ୍ତ୍ରୀ ଅନିକ୍ ବେଲ୍ସ କହିଛନ୍ତି ଯେ ଯେଉଁମାନେ କହିଥିଲେ ଏହା ସମ୍ଭବ ନୁହେଁ,
ବୋଲି ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛୁ। ଫେରି ପାଇପାରିବେ ବୋଲି ପିତାମାତା ନିଶ୍ଚିତ ହୋଇପାରିବେ। ପରବର୍ତ୍ତୀ ଖବର, ଜାନୁଆରୀ 28ରେ ଓଡ଼ିଶା ବନ୍ଦ ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ। ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥାର ଶିକାର ହୋଇଥିବା ଚାଷୀଙ୍କ ପାଇଁ ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ହଜାର ହଜାର ଟଙ୍କାର ଫାଇନ୍ ନେବା ଏବଂ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ଲୁଟ୍ର ପ୍ରତିବାଦ ଏବଂ ନବନିର୍ମାଣ ନେତୃତ୍ୱ ଉପରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣର ପ୍ରତିବାଦରେ ଆଗାମୀ ଜାନୁଆରୀ 28 ତାରିଖରେ ନବନିର୍ମାଣ କୃଷକ ସଂଗଠନ ଦ୍ୱାରା ସକାଳ 6ଟାରୁ 2ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଶନିବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆହୁତି ସାମ୍ବାଦିକ ସମ୍ମିଳନୀ ସଂଗଠନ ପ୍ରତିଷ୍ଠା ତଥା ରାଜ୍ୟ ଆୟୁକ୍ତ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଗିରଫ ଭୟରେ ହାଇକୋର୍ଟ କଲେ ନିଶା ମହାରଣା। ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗାର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ବଲାଙ୍ଗୀର ସଦର ଥାନା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଉପରେ ନିଶା ମହାରଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାନୁଆରୀ 12ରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ପଡ଼ିଥିବା ଏକ ଯାତ୍ରା ପାର୍ଟିରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ବଲାଙ୍ଗୀର ସଦର ଥାନାରେ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରି 2 ଜଣ ଯାତ୍ରା ଆୟୋଜକଙ୍କୁ ଗିରଫ କରିଥିଲା। ଏହାପରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀରର ସଦର ଥାନା ପୋଲିସ ଭୁବନେଶ୍ୱରରେ ପହଞ୍ଚି ନିଶାଙ୍କୁ ଖୋଜିବା ନେଇ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ନିଶା ମହାରଣା ଚାଲାକ ହେଇ ଆଗୁଆ ଗିରଫ ଭୟରେ ହାଇକୋର୍ଟ ଗଲେ ଏବଂ ହାଇକୋର୍ଟର ଦ୍ୱାରସ୍ଥ ହୋଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖୋଜିବା ପରେ ଚର୍ଚ୍ଚା ହୋଇଥିଲା ଯେ ବର୍ତ୍ତମାନ ସ୍ଥିତିରେ ନିଶାଙ୍କ ତରଫରୁ ବଲାଙ୍ଗୀର ସଦର ଥାନା ମାମଲାରେ ଆଗୁଆ ଜାମିନ ପ୍ରଦାନ ପାଇଁ ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଭିଡ଼ିଓଟା ଯଦି ଆପଣ